morning everyone. I am Shivam Kumar Jalli from Kasargod High School Paliapad. My project name is Live Streak of Farmer. ଏଠାରେ ଲାଗିଛି ଆଲୋକ ଯନ୍ତ୍ର, ବଜର, ଭାଇବ୍ରେଟର, ଲାଇଟ୍, ସୁଇଚ, ସେନ୍ସର, ବ୍ୟାଟେରୀ, ସୋଲାର ପ୍ୟାନେଲ, ଫାଷ୍ଟ ଏଡ୍ ବକ୍ସ, ୱାଟର ବଟଲ ଷ୍ଟାଣ୍ଡ ଆଉ ହଉ। ଆଲୋକ ଯନ୍ତ୍ରର କାମ ଏହା କି ସେ ଯେତେବେଳେ କୃଷକ ତାର ଜମିକୁ ଯାଇଥାଏ ସେତେବେଳେ ସେ ଏ ଲାଇଟ୍ ର ବ୍ୟବହାର କରିବ, ଯାହା ଦ୍ୱାରା ଆଲୋକ ଦ୍ୱାରା ତାର କ୍ଷେତକୁ ଯିବ। ତାପରେ ଯେତେବେଳେ ତାର ଜମିରେ ନାନା କୀଟ ଆସି ତାର ଫସଲ ନଷ୍ଟ କରନ୍ତି, ଯେଉଁ କୀଟ ମାନେ କି ଆଲୋକ ପାଖକୁ ଆସନ୍ତି, ଯାହା ଦ୍ୱାରା କି ଆଲୋକ ପାଖକୁ ଆସିବା ଦ୍ୱାରା ଆଲୋକର ମାଡ଼ ହୋଇ ଏଇ ଯନ୍ତ୍ରରେ ପଡିବେ। ଏଇ ଯନ୍ତ୍ରରେ ଆମେ ଅଠା ପକେଇବୁ, ଯାହା ଦ୍ୱାରା ସେମାନେ ଚିପକି ରହିବେ। ତାପରେ ବଜର ଦ୍ୱାରା ଓ ଭାଇବ୍ରେଟର ଲାଗିଛି, ଯାହାକି ବ୍ଲେଡ୍ ଦ୍ୱାରା ଖଣ୍ଡିତ ହୋଇଛି। ଆମେ ଆଦ୍ର ଭୂମିରେ ସ୍ପର୍ଶ କଲା ମାତ୍ରେ ଏହା ଭୟଙ୍କର ଶବ୍ଦ କାଢିବ, ଯାହା ଦ୍ୱାରା କି ସେଠାକାର ସାପ ଓ ଅନ୍ୟ କୀଟମାନେ ଡରି ପଳାଇବେ। ସେନ୍ସର, ଏଥିରେ ଲାଗିଛି ହ୍ୟୁମିଡିଟି ସେନ୍ସର, ଟେମ୍ପରେଚର ଡିଟେକ୍ଟିଂ ସେନ୍ସର, ୱେଲ୍ ଡିଟେକ୍ଟିଂ ସେନ୍ସର ଆଉ ରେନ୍ ଡିଟେକ୍ଟିଂ ସେନ୍ସର, ଯାହା ଦ୍ୱାରା କି ଆମେ ଜାଣିପାରିବା ଯେ ସେଠାରେ ବର୍ଷା ହେଲା ମାତ୍ରେ ରେନ୍ ଡିଟେକ୍ଟିଂ ସେନ୍ସର ଜଣାଇଦେବ ଯେ ଏଠାରେ ବର୍ଷା ଆସିଲା ବୋଲି। ଆଉ ଟେମ୍ପରେଚର କେତେ ଅଛି ଆମେ ସେଠି ଜାଣିପାରିବା, ହ୍ୟୁମିଡିଟି କେତେ ଅଛି ଜାଣିପାରିବା, ସଏଲ୍ କେତେ ଅଛି ଜାଣିପାରିବା। ଆଉ ଫାଷ୍ଟ ଏଡ୍ ବକ୍ସ, ସେ ଯେତେବେଳେ ତାର ମାନେ କୃଷି କାମ କରିଥାଏ ସେତେବେଳେ ତାର ଗୋଡ ହାତ ଖଣ୍ଡିଆ ହୋଇଯାଇଥାଏ, ସେଇ ଖଣ୍ଡିଆ ସ୍ଥାନରେ ବି ସେ ପୁଣି ଯାଇ ସେ ଚାଷ କାମ କରେ, ଯାହାଦ୍ୱାରା ତାର ଦେହ ବହୁତ କ୍ଷତି ପହଞ୍ଚେ। ସେଥିପାଇଁ ସେ ଫାଷ୍ଟ ଏଡ୍ ବକ୍ସ ବ୍ୟବହାର କରିବ। ଏଠି ୱାଟର ବଟଲ ଷ୍ଟାଣ୍ଡ, କାହିଁକି ନା ଯେତେବେଳେ ସେ ଯାଇଥାଏ କ୍ଷେତକୁ ସେ ଭୁଲି ଯାଇଥାଏ କି ପାଣି ବୋତଲ ନେବି କି ନେବିନି, ସେଥିପାଇଁ ସେ ୱାଟର ବଟଲ ଷ୍ଟାଣ୍ଡ ବ୍ୟବହାର କରିବ। ଏଠି ହୁକ୍ ଲାଗିଛି, ଯାହାଦ୍ୱାରା ସେ ତାର ଜରୁରୀକାଳୀନ ଜିନିଷ ବ୍ୟାଗ୍ ସାହାଯ୍ୟରେ ନେଇପାରିବ।